ଆଜ୍ଞା ଚାଲନ୍ତୁ ଯିବା ଦେଖିବା ଛାତ ଉପରେ କେମିତି ଲଙ୍କା ଗଛ ହେଇଛି। ପୁରା ହେଭି ରାଗ। ଆସନ୍ତୁ ଦେଖି ଚାଲନ୍ତୁ। ଏ ତ ଖାଲି ନୁଗା ମାଳ ମାଳ ଦେଖନ୍ତୁ ପେଡ଼ା। ଏ ପେଡ଼ା ଗଛଟା ଆପଣ ଦେଖନ୍ତୁ ପେଡ଼ା ହେଇଛି କେମିତି। ଦେଖୁଛନ୍ତି ପେଡ଼ା ଅନୁକୂଳ ହେଇଛି ପେଡ଼ା। ପେଡ଼ା ମାଙ୍କଡ଼ ମାନେ ପେଡ଼ା ରଖୁନାହାନ୍ତି ଆଜ୍ଞା, ପୁରା ଖାଇକି ସଫା କରିଦେଉଛନ୍ତି। ଏତିକ ଅଛି ଏଠି ପେଡ଼ା ଗଛ ହେଇଛି। ଆଉ ଏଇଠି ଗୋଟେ ଦେଖନ୍ତୁ ନେମ୍ବୁ ଗଛ, ପେଡ଼ା ଗଛ ହେଇଛି। ବହୁତ ପେଡ଼ା ଆଜ୍ଞା ଧରିଥିଲା, ମାଙ୍କଡ଼ ସବୁ ଖାଇଗଲେଣି। ସତରେ ମୁଁ କ'ଣ ଟାଉଟର କରୁଛି ତମ ପାଖରେ, ସତରେ ପେଡ଼ା ହେଇଥିଲା। ଦେଖନ୍ତୁ ଲଙ୍କା ଲଙ୍କା ଗଛ ହେଇଛି କେମିତି ଦେଖନ୍ତୁ। ଦେଖିଲେ ଆଜ୍ଞା ଲଙ୍କା ଗଛ। ଏ ଲଙ୍କା ଗଛଟା ନାଁ କ'ଣ ଜାଣିଛନ୍ତି ତ? ଘଇତା ମାରି ଲଙ୍କା। ଏଇ ଲଙ୍କାଟା ନାଁ କ'ଣ କହିବେ? ମାନେ ଉଠଣ ପଡ଼ୁଣ, ମାନେ ଖାଇବ ମାନେ ଉଠିବ ପଡ଼ିବ। ଏ ଲଙ୍କା ଦେଖିଛୁ ତ ଆଜ୍ଞା, ଗୋଟେ ଲଙ୍କା, ଏ ଲଙ୍କାଟା ତଳକୁ ହେଇଛି ମୁଁ, ଏ ଲଙ୍କା ଉପରକୁ ହେଇଛି, ମାନେ ଉପରକୁ ହେଇଛି ଲଙ୍କା, ଏ ଲଙ୍କାଟା ହେଇଛି ତଳକୁ ହେଇଛି ଲଙ୍କା। ଦେଖନ୍ତୁ ୟା ଲଙ୍କାଟା ଦେଖ ତଳକୁ ହେଇଛି, ୟା ଲଙ୍କାଟା ଦେଖ ଉପରକୁ ହେଇଛି। ଏ ଲଙ୍କାଟା ନାଁ ହେଉଛି ଉଠ ଖେଞ୍ଚ, ଏଇଟା ସେଇଥିପାଇଁ ଉଠିକି ଅଛି। ଏଇଟା ହେଉଛି ତାର ଉଠୁଣୁ ପଡ଼ୁଣୁ, ମାନେ ଉଠିବ ପଡ଼ିବ, ମାନେ ବେଳେ ପାଣି ପିଇତେ ଯିବ, ବେଳେ ଆସିକି ଖାଇବ, ଫେର ଉଠିକି ପାଣି ପିଇତେ ଯିବ, ଫେର ଖାଇବ। ଏଇଟା ଗୋଟେ ଦେଖନ୍ତୁ ଫୁଲ ଗଛ, ଏ ଫୁଲଟା ମାନେ ଫୁଲ ଫୁଟିବ ବହୁତ ସୁନ୍ଦର ଲାଗିବ ପୁରା। ଏଇଟା ତ ଆପଣ ଜାଣିଥିବେ, এই যে ଧାନୁଆ ଲଙ୍କା କୁହନ୍ତିନି, ଧାନୁଆ ଲଙ୍କା ଅନୁକୂଳ ଲଙ୍କା ଧରୁଛି। ଏଇ ଏତିକ ଲଙ୍କା ଗଛ ନାଗିଛି, ମୁଁ ଲଙ୍କା ଆଣେନି। ଏଇ ଲଙ୍କା ଖାଇ ହୁଏନି, ତଥାପି ମାଙ୍କଡ଼ ବୋଧେ ଖାଇ ଦେଉଛନ୍ତି। ଆଉ ଏତିକ ଅଛି ଆଉ କଥା। ଆଉ ଏପଟେ ଦେଖିବେ ଚାଲନ୍ତୁ, ଆମର ଲଙ୍କା କେତେଟା 1 2 3 4 5 6 7ଟା। ଏଇ ଲଙ୍କାଟା ଆଜ୍ଞା ବିଶ୍ୱାସ କରିବେନି, ଏ ଲଙ୍କା ଗୋଟେ କେହି ଖାଇପାରିବେନି। ଏଇଟା ହେଲା ଆଉ ତଳକୁ ଲଙ୍କା ହେଇଛି ପୁରା, ଦେଖିଛ ତ ଲଙ୍କା, ଏଇଟା ତଳୁ ମୁହାଁ ହେଇଛି ଲଙ୍କାଟା, ଏଇଟା ପୁରା ତଳକୁ ତାର ହବ, ବୁଝିଲେ ନା। ଏ ଲଙ୍କାଟା ଉପରକୁ ମୁହଁ ହେଇଛି ଦେଖ, ଏହା ସବୁ ଉପରେ ହେଇଛି ଲଙ୍କା। ଦେଖନ୍ତୁ ସବୁ ଲଙ୍କା ଉପରକୁ ଅଛି, ଉଠିକି ସବୁ ଉପରକୁ ଅଛି। ଏଇଟା ତା ତଳକୁ ଅଛି ଲଙ୍କା।
এইটা ଠିକ୍ ଅଛି ବୁଝିଲେ। ମିଛ ମୁଁ ଜୀବନର କୁହେନି, ମିଛ କହିବା ମହାପାପ, ବୁଝିପାରୁଛ ନା। ଏଇଟା ଆମ ଘର ଦେଖନ୍ତୁ, ଏଇ ବାଟେ ନେଇକି ଏଇଟା ନଡ଼ିଆ ଗଛ, ଏପଟେ ନଡ଼ିଆ ଗଛ, ନଡ଼ିଆ ଯେ ରେଟ୍ ହେଲାଣି, ଡାବ ଗୋଟେ 30 ଟଙ୍କା। ଆଜି ପଇଡ଼ ବିକିଛି ଆମେ 100ଟା 20 ଟଙ୍କା ନାଖାରେ। ସେ ତା ନେଇକି 30 ଟଙ୍କା ବିକିବ, ଆମେ 20ରେ ଦେଇଦେଲୁ। ଏପଟେ ଦେଖନ୍ତୁ, ଘର ପଛପଟେ ଲାଗିଛି ଗୁଆ ଗଛ, ନକା ଗଛ। ଦେଖୁଛନ୍ତି ତ, ଧାଡ଼ିକି ଗୁଆ ଗଛ ଲାଗିଛି। ଏପଟେ ବି ନଙ୍କା ଗଛ ହେଇଛି। ସେଇଟା ଗୋଟେ ଧାନୁଆ ନଙ୍କା ହେଇଛି। ମାନେ ସେ ନଙ୍କା ଗଛ ମୁଁ ଭାବୁଛୁ ଆଉ ଗୋଟେ ବର୍ଷ ରହିବ, ତା ପଟା ଚିରିକି ଘର କାମରେ ଲାଗିଯିବ, ବାଟାମ ଚିରା ହବ। ଆଜ୍ଞା ଏରକୁ ମୋଟା ହେଇଛି, ଏରକୁ ମୋଟା ନଙ୍କା ଗଛ ହେଇଛି, ଧାନୁଆ ନଙ୍କା। ସେଇ ଯେଉଁ ନଙ୍କାଟା ହେଇଛି ସେଇଠି। ଏଇଟା ଆଜ୍ଞା ଗୁଆ ଗଛ, ଏଇଟା ଗୋଟେ ଫୁଲ ଗଛ, ଏପଟେ ଗୁଆ ଗଛ ଅଛି। ମୋ ଝିଅର ଆଜି ଶନିବାର ଛୁଟି ଗଲା, ତା ଡ୍ରେସ୍ ଶୁଖା ହେଇଛି, ପୁଅର ଡ୍ରେସ୍ ଶୁଖା ହେଇଛି। ବର୍ତ୍ତମାନ ଟ୍ୟୁସନ୍ ଯାଇଛନ୍ତି। ଆଜ୍ଞା ମୋ କମେଡ଼ି ଭଲ ଲାଗୁଛି ଆପଣଙ୍କୁ? ଭଲ ଲାଗୁଥିବ ତ କମେଣ୍ଟରେ ଜଣେଇବେ, ଆଉ ଲାଇକ୍ ବି ଦେବେ। ଆମେ ଏମିତି ଗୋଟେ କଲେ, ଆଉ ସମସ୍ତେ କରୁଛନ୍ତି, ଆମ କ'ଣ ମନ ନାହିଁ? ବର୍ତ୍ତମାନ 35 ନା 35 ଯଦି ମୁଁ ମନ ଛାଡ଼ିଦେମି, 60-70 ବର୍ଷର ବୁଢ଼ାମାନେ କରୁଛନ୍ତି, ଆମେ 35 ବର୍ଷ, ଆମେ କ'ଣ ଏତେ ଦୁର୍ବଳ ଭାବିଛ ନାହିଁ? ଯେମିତି ଆମେ କରିବା ନା। ଆଚ୍ଛା, ଏମିତି ଗୋଟେ କମେଡ଼ି କରୁଛୁ। ଆଉ ଆପଣଙ୍କ ଶ୍ରଦ୍ଧା ଭଲ ପାଇବା ଥିବ ତ ମୋତେ ଭଲ ପାଇବେ, ଆଉ ଲାଇକ୍ ଦେବେ। ଆଉ କ'ଣ କହିବି, ନୂଆ ମୁଁ ଏବେ ଚ୍ୟାନେଲ୍ ଖୋଲିଛି ୟୁଟ୍ୟୁବରେ। ଆଉ ଆପଣ ଭଲ ପାଇବା ଥିବ, ମୋତେ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ। ଆଉ କ'ଣ କହିବି, ଏଇ ମୋ ପରିବାର। ମୋ ସ୍ତ୍ରୀ ତ ଏବେ ଶୋଇଛନ୍ତି, ଉଠି ନାହାନ୍ତି। ଛୁଆ 2 ଜଣ ଟ୍ୟୁସନ୍ ଯାଇଛନ୍ତି। ଆଉ ମୁଁ ଏବେ ବାହାରିଲିଣି, ବଜାର ଯିବି ଆଜି, ମାର୍କେଟ ପରିବା ନେଇ ଆସିବି। ଆଜ୍ଞା ବୁଝିପାରୁଛନ୍ତି ନା? ମୁଁ ପୁରା ଶାଖା ଓଡ଼ିଆ କହୁଛି। ମୋ କଥା ଯଦି ଆପଣ ନ ବୁଝିପାରୁଥିବେ, ପୃଥିବୀର କେହି ଜିଲ୍ଲାର ଆଉ କଥା ତୁମେ ବୁଝିପାରିବେନି। ପୁରା ନିରଟ ସତ, ବୁଝିପାରୁଛ ତ? ହଁ, ବୁଝିବା ବାଲା ହେଇଥିବ ତ ଠିକ୍ ବୁଝିବ। ଆଜ୍ଞା ରହୁଛି ଆଜ୍ଞା, ବାଏ ବାଏ।